ଯୁକ୍ତ ଦୁଇ ପରୀକ୍ଷାକୁ ନେଇ ସିଏଚଏସସି ପକ୍ଷରୁ ଆସିଛି କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା। ବର୍ତ୍ତମାନ ଯାହା ବି କିଛି ନୂଆ ଅପଡେଟ୍ ଆସିଛି ଚାଲନ୍ତୁ ଆଉ ଡେରି ନ କରି ଫଟାଫଟ ଅପଡେଟଟି ଜାଣିବା। ହେଲେ ତାହା ପୂର୍ବରୁ ଭିଡିଓଟାକୁ ଗୋଟେ ଲାଇକ୍ କରନ୍ତୁ। ଚ୍ୟାନେଲକୁ ନୂଆ ଆସିଥିଲେ ଏବେ ହିଁ ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନକୁ ପ୍ରେସ୍ କରି ଅଲ୍ ରେ କ୍ଲିକ୍ କରି ରଖିବାକୁ ଜମାରେ ବି ଭୁଲନ୍ତୁନି। ଯାହାଦ୍ୱାରା ଯେତେବେଳେ ବି ଯାହା ବି କିଛି ନୂଆ ନୂଆ ଅପଡେଟ୍ ଆସୁଛି ତାହା ଆମର ଏହି ଚ୍ୟାନେଲ ମାଧ୍ୟମରେ ଦେଖିବାକୁ ପାଇଯିବେ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବା ସିଏଚଏସସି ପକ୍ଷରୁ ପରୀକ୍ଷାକୁ ସମ୍ପୂର୍ଣ୍ଣ ଭାବେ କପିମୁକ୍ତ କରିବାକୁ ନୂଆ ଯୋଜନା କରାଯାଇଛି। 2025ରେ ହେବାକୁ ଥିବା ଯୁକ୍ତ ଦୁଇ ପରୀକ୍ଷାରେ କପି ଯାଞ୍ଚ କଡାକଡି କରିବାକୁ ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ପରୀକ୍ଷାରେ ତ୍ରିସ୍ତରୀୟ ସ୍କ୍ୱାଡ ଗଠନ କରାଯାଉଥିବା ବେଳେ ଏଥର ଚତୁସ୍ତରୀୟ ସ୍କ୍ୱାଡ ଗଠନ କରିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରଥମ ଥର ପାଇଁ ପରିଷଦ ପକ୍ଷରୁ କପି ରୋକିବାରେ ଏଥର ଚତୁସ୍ତରୀୟ ସ୍କ୍ୱାଡକୁ ସାମିଲ କରାଯିବ। ପୂର୍ବ ପରୀକ୍ଷାରେ ପରିଷଦର ମୋଟ 1160 ପରୀକ୍ଷା କେନ୍ଦ୍ର ହୋଇଥିଲା। ଚଳିତ ଥର ଅଧିକ 100 ପରୀକ୍ଷା କେନ୍ଦ୍ର ପାଇଁ ଅନୁମତି ଦିଆଯିବ। ମୁଖ୍ୟତଃ ବିଦ୍ୟାଳୟରୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବା ଯୁକ୍ତ ଦୁଇ କନିଷ୍ଠ ମହାବିଦ୍ୟାଳୟକୁ 110 ଶିକ୍ଷାନୁଷ୍ଠାନ ଉନ୍ନୀତ ବା ଅପଗ୍ରେଡ୍ ହୋଇଛି। ଚଳିତ ବର୍ଷ ପ୍ରାୟ 1250ରୁ 1300 ପରୀକ୍ଷା କେନ୍ଦ୍ର ହେବ। ମିଳିଥିବା ସୂଚନା ଅନୁଯାୟୀ ଚଳିତ ମାସ 18 ତାରିଖରୁ ଅର୍ଥାତ୍ ସେପ୍ଟେମ୍ବର 18 ତାରିଖରୁ ଯୁକ୍ତ ଦୁଇ କଳା, ବାଣିଜ୍ୟ, ବିଜ୍ଞାନ, ଧନ୍ଦାମୂଳକ ଶିକ୍ଷା ଏବଂ ସଂସ୍କୃତ ପରୀକ୍ଷା ପାଇଁ ଫର୍ମ ପୂରଣ ଆରମ୍ଭ ହେବ। ଖୁବ୍ ଶୀଘ୍ର ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବ। ସେହିପରି ଆସନ୍ତା ଜାନୁଆରୀ ପ୍ରଥମ ସପ୍ତାହରୁ ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା ହେବାକୁ ଥିବା ବେଳେ ଫେବୃଆରୀ 15ରୁ ଥିଓରି ପରୀକ୍ଷା ହେବ। ପରୀକ୍ଷା ତାରିଖ ଓ ନିୟମାବଳୀ ସମ୍ବନ୍ଧରେ ପରିଷଦ ପକ୍ଷରୁ ଘୋଷଣା କରାଯାଇ ନଥିବା ବେଳେ ଖୁବ୍ ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ। ବର୍ତ୍ତମାନ ଯାହା ବି କିଛି ନୂଆ ସୂଚନା ଆସିଥିଲା ମୁଁ ଆପଣଙ୍କୁ ଜଣାଇ ସାରିଲି। ଭିଡିଓଟିକୁ ସେୟାର କରି ସମସ୍ତଙ୍କ ପାଖରେ ଏହି ଅପଡେଟଟିକୁ ପହଞ୍ଚାଇ ଦିଅନ୍ତୁ।